ଗୋଟିଏ ସମବାହୁ ତ୍ରିଭୁଜର ପରିସୀମା 24 ସେମି ହେଲେ କ୍ଷେତ୍ରଫଳ ନିର୍ଣ୍ଣୟ କର। ତ ଆମେ ଏଠାରେ ଜାଣିଛେ ପରିସୀମାର ସୂତ୍ର କ'ଣ? 3 ଗୁଣନ ବାହୁ ସମାନେ ପରିସୀମା। ତ 3 ତେବେ 3 ଗୁଣନ ବାହୁ ସମାନେ ପରିସୀମା ଏଠାରେ ଦେଇଛି ଆମକୁ 24 ସେମି। ତ ଏଠାରେ ଆମେ 24 ସେମି ଲେଖିବା। ତ ଗୋଟିଏ ବାହୁର ଦୈର୍ଘ୍ୟ ଜାଣିବା ପାଇଁ ତ ବାହୁ ସମାନେ 24/3। 3 ଠାରେ 24 ବଟୁ 8 ଥର, ତାମାନେ ଗୋଟିଏ ବାହୁର ଦୈର୍ଘ୍ୟ ହେଉଛି 8 ସେମି। ଭଲ୍ୟୁମର ବା କ୍ଷେତ୍ରଫଳର ଫର୍ମୁଲା ହେଉଛି କ'ଣ? ନା ଭଲ୍ୟୁମର ଫର୍ମୁଲା ହେଉଛି √3/4 ଇଣ୍ଟୁ a ର ସ୍କୋୟାର। a ଏଠାରେ ଗୋଟିଏ ବାହୁର ଦୈର୍ଘ୍ୟ। ତ √3/4 ଇଣ୍ଟୁ a ହେଉଛି ଏଠାରେ କେତେ? 8 ସେମି। ତ ଏ 8 ର ସ୍କୋୟାର √3/4 ଇଣ୍ଟୁ 8 ର ସ୍କୋୟାର ହେଉଛି 64। ତ ଏଠାରେ 64 ଲେଖିବା। 4 ରେ 64 ଗୋଟେ 16 ଥର। ତ √3 କୁ √3 ଆସିଲା 16 √3 ଏହାର ଆନ୍ସର ହେଇଯିବ ବର୍ଗ ଏକକ। 16 √3 ବର୍ଗ ଏକକ। ଭଲ୍ୟୁମର ବା କ୍ଷେତ୍ରଫଳ ସବୁବେଳେ ବର୍ଗ ଏକକରେ ଆସିବ।